गुड मॉर्निंग एवरीवन। ମୁଁ ଦଶରଥ। ତ ବହୁତ ଦିନ ହେଲା କାମ ବହୁତ ଜାମ୍ ଥିଲା ତ ମୁଁ କିଛି ଭିଡ଼ିଓ ମୁଁ କରିପାରୁନଥିଲି। ତ ଦେଖନ୍ତୁ ମୋର ଯେଉଁ ଆମର ଯେଉଁ ଉପର ପଟ ରହିଛି ଯେଉଁଟାକି ଆମର ଦୁଇଟା କିଆରି ରହିଥିଲା ସେଇଟା ଆମର ସେଦିନ ଯାହା ହଉ ମେସିନ୍ ଆସିଥିଲା। ମୋ ମେସିନ୍ରେ ମୁଁ କାଟି ଦେଇଛି ସେ ଦୁଇଟା। ତ ଏଇଟା ରଖା ହେଇଛି ଆମର ଯେଉଁଟାକି କ'ଣ କହିବି ଏଇଟା ବିହନ ପାଇଁ। ଏଇଟା ବିହନ ଧାନ ରଖାଯିବ। ତେଣୁ କରିକି ଏଇଟା ମୁଁ ଆଜି ଏକଲା ପଳେଇ ଆସିଛି। ତା ପା ନେଇକି ପଳେଇ ଆସିଛି। ମୁଁ ଆଜି ଏକା କାଟିବି। ତ ମୋ ପଛଆଡ଼େ ଦେଖନ୍ତୁ ଯେଉଁ କଳା ଚମ୍ପା ଧାନ ଚାଷ କରାହେଇଛି ତ ସେଇଟା ତ ଏବେ ସୁଦ୍ଧା ବି ହେଇନାହିଁ। ମାନେ ଧାନ ପାଚିଲା ବେଳକୁ ଆହୁରି 10-15 ଦିନ 10 ଦିନ ଲାଗିଯିବ। ତ ଦେଖନ୍ତୁ ମୋତେ ଏଇ ନ୍ୟୁଜ୍ରେ ଶୁଣିତେ ପାଉଛି ଯେ ଆମର 22-23 ତାରିଖ ଭିତରେ ଆମର ଲଘୁଚାପ ସୃଷ୍ଟି ହେଉଛି। ତ ବାତ୍ୟା କ'ଣ ହେଇଯିବ। ତ ତେଣୁ କରିକି ମୋର ଯେଉଁ ଭାଇମାନେ ଯଦି ଆପଣମାନଙ୍କୁ ଯଦି ଧାନ ପାଚିବେ ତ ଆପଣ ଭିତରେ ଯଦି ଟିକେ କାଟି ଦିଅନ୍ତୁ। କାହିଁକିନା ଥରେ ଆମର ଲଘୁଚାପ ହେଇଗଲେ ସେ କହିହେବନି କେତେ ଦିନ ଲଘୁଚାପ କରିବ। ତ ତେଣୁ କରିକି ଦେଖ ମେଘୁଆ ସବୁ କରିଛି। ବାଦଲ ସବୁ ଏମିତି ସବୁ ମେଘୁଆ ହେଇଛି। ସବୁ ମେଘୁଆ କରିଛି ଦେଖନ୍ତୁ। ତ କାହିଁକିନା ମୋର ଯେଉଁ ଯେତିକ ଭାଇମାନେ ଯେଉଁ ମୋର ରହିଛନ୍ତି ତ ଆପଣଙ୍କ ଏରିଆରେ କେ ଟାଇପ୍ ମାନେ କ'ଣ ଆମର ହାତରେ କାଟୁଛ ନା ଆମର ମେସିନ୍ରେ କାଟୁଛ ନିହାତି କମେଣ୍ଟ ବକ୍ସରେ ଜଣାଇବେ। କାହିଁକିନା ଆମର ଏପଟେ ମାନେ ମଜୁରୀ ଏମିତି ଭାଇ ମଜୁରୀ ଦେଇ ହେବ ନାହିଁ। ତ ଦେଖନ୍ତୁ ଆମର ଏପଟେ କହିବାକୁ ଗଲେ ପ୍ରଥମ ଯେ କାଟା ହେଉଥିଲା ତ 250 ଟଙ୍କା କାଟା ହେଉଥିଲା। ତ ଉଛୁଣି କହିବାକୁ ଗଲେ 300 ଟଙ୍କା ନହେଲେ ଯିବ ନାହିଁ। ତ ଦେଖନ୍ତୁ ମୁଁ ସେଇ ଯେଉଁ ଆମର ଉପରେ ରହିଛି ଆମର ସେଇଟା ମାଣେ ଥିଲା। ମାଣେ ଜମିକୁ ମୋର କହିବାକୁ ଗଲେ ମେସିନ୍ରେ ମୁଁ କାଟିଲି। ତ ମେସିନ୍ରେ କାଟିବା ପାଇଁ ହିଁ ନେଇଗଲା ଆମର 1850 ମାନେ 1900 ଟଙ୍କା ଖର୍ଚ୍ଚ ହେଲା। ମାନେ ଆମର ସେଇଠି ଆମର 8ଟା ମଜୁରୀ ଯାଇଥାନ୍ତା। ତ ଆପଣମାନେ ହିସାବ କରନ୍ତୁ ଯଦି ଆମେ ସେଇ ମାଣେ ଜମିରେ 8ଟା ଲୋକ ଲାଗିଥାନ୍ତେ କାଟିବା ଲୋକ ତ ଦେଖନ୍ତୁ ଆମର 250 ନେଇ କାହିଁ ନେବି କେତେ ଆମର 2000 ଟଙ୍କା ହେଇଥାନ୍ତା। ତ 300 ଟଙ୍କା ହେଁ ଆପଣ ହିସାବ କରନ୍ତୁ 300 ଟଙ୍କା ହେଲେ କେତେ ଟଙ୍କା ହେଉଛି। ତ ଆପଣମାନେ ଦେଖନ୍ତୁ ସେଇଠୁ ପୁଣି ରହିଛି ବାନ୍ଧା ରହିଛି, ପୁଣି ତାଙ୍କର ଖାଇବା ରହିଛି, ପୁଣି ଆମର ପୁଣି ପ୍ରାଚୀର ପିଟା ରହିଛି। ତ ତେଣୁ କରିକି ମୁଁ ମୋର ଭାଇମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଆପଣମାନଙ୍କର ଯଦି କୁଟା ଆବଶ୍ୟକ ଅଛି ତ ଯେତିକ ଆପଣଙ୍କର କୁଟା ଦରକାର ତ ସେତିକ ଆପଣ ହାତରେ କାଟନ୍ତୁ। ନଚେତ୍ ପୁରା ଆମର କହିବାକୁ ଗଲେ ମେସିନ୍ରେ କାଟିଦିଅନ୍ତୁ। କାହିଁକିନା ବହୁତ କମ୍ ଖର୍ଚ୍ଚରେ ମାନେ ସମୟ ବି ବହୁତ ଦେଖନ୍ତୁ ଯଦି ଆମର ଗୋଟେ ଦିନରେ ସବୁ ମୋର କାମ ଗୁଛିଗଲା। ତ କାହିଁକିନା ଦେଖନ୍ତୁ ଆଜିକାଲି ଯୁଗରେ ତ ମୂଲିଆ ମିଳିବାଟା ବହୁତ କଷ୍ଟକର ହେଇଯାଉଛି। ତ ଯାହାଫଳରେ କି ଆମକୁ ମେସିନ୍ରେ କାଟିବାକୁ ପଡ଼ୁଛି। ତ ଠିକ୍ ଅଛି। ଆଉ ମୋର ଯେଉଁ ଭାଇମାନେ ଯଦି ମେସିନ୍ରେ କାଟୁଛନ୍ତି ତ ଲୋକ ତ କହୁଛନ୍ତି ମାନେ କହିବାକୁ ଗଲେ ମାନେ କ'ଣ ଆମର ଯେ ଆଗରୁ ଥିଲେ ମୋ ମା ଏକା ଥିଲେ ସେମାନେ ତ ହାତ କାଟୁଥିଲେ। ତ ମୁଁ ଏଇଥର ଯେବେଠୁ ମୁଁ ମେସିନ୍ରେ କାଟି ଦେଇଛି ସେମାନେ କହୁଛନ୍ତି ମାନେ ବହୁତ ନଷ୍ଟ ହୋଇଯାଉଛୁ, ବହୁତ କ୍ଷତି ହେଉଛୁ, ମାନେ ତାଙ୍କ କଥା ଅନୁସାରେ ସେମାନେ କହୁଛନ୍ତି। ତ ମୁଁ ଆଉ କ'ଣ କହିବି। ତ ଯେଉଁ ଭାଇମାନେ ମେସିନ୍ରେ କାଟୁଛନ୍ତି ତ ନିହାତି ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ ନା ମେସିନ୍ରେ କାଟିଲେ ବହୁତ ନଷ୍ଟ ହେଉଛି କି ଧାନ। ତ ମୁଁ ତ ଜାଣିଛି ଭାଇ ଆମର ଯାହାର କାଟିଲେ ବି ଟିକେ ସେମିତି ଯେ ଧାନ ଯେ କିଛି ନା କିଛି ନଷ୍ଟ ହୁଏ। ତ ତେଣୁ କରିକି ମୋର ଅନୁମାନରେ ଯେ ଆମର ମେସିନ୍ରେ କାଟିବାଟା ହିଁ ସବୁଠୁ ସୁବିଧା। କାହିଁକିନା ଆଜିକାଲି କହିବାକୁ ଗଲେ ମୂଲିଆ ବି ମିଳୁନାହାନ୍ତି, ବହୁତ ଟେନସନ୍। ତ ମେସିନ୍ରେ ହିଁ କାଟିବାଟା ସବୁଠୁ ଭଲ ହେବ। ତ ଠିକ୍ ଅଛି। ମୁଁ ବି ଏଇଟା ଖାଲି ବିହନ ପାଇଁ ରଖାଯାଉଛି ବୋଲି କାହିଁକିନା ଗଲା ବର୍ଷ ହିଁ ଏ ଧାନଟା ଚାଷ କରାହେଇଥିଲା ଆମର ଯେଉଁ ଯମୁନାଟା। ତ ଏଇଟା ମୁଁ ଖାଲି ହାତରେ ମୁଁ କାଟି ଦେଉଛୁ ଏଇଟା ଖାଲି ବିହନ ପାଇଁ। ନହେଲେ ମୁଁ ପୁରା ମେସିନ୍ରେ କାଟିଦେବି।
କାହିଁକିନା ମେସିନ୍ରେ ଗୋଟେ ଦିନର କାମ ସଫା ହେଇଯାଉଛୁ ଆଉ କାହା ଘରକୁ ସହ ଯିବାର ନାହିଁ ତ କାହାକୁ ବି ଡାକିବାର ନାହିଁ ମାନେ କହିବାକୁ ଗଲେ ଆ ପାଖକୁ ଯା ତା ପାଖକୁ ଯା ଯେ ମୂଲିଆ ଟେନସନ୍ ମୁଁ ଆଉ କ'ଣ କହିବି ଭାଇନା ତ ଠିକ୍ ଅଛି ଆପଣମାନେ ମାନେ ହାତରେ କାଟୁଛନ୍ତି ନା ମେସିନ୍ରେ କାଟୁଛନ୍ତି ନିହାତି କମେଣ୍ଟ ବକ୍ସରେ ଟିକେ ଜଣେଇବେ ତ ଠିକ୍ ଅଛି ଆମର ଯେଉଁ ମେଘ ବି କରୁଛି ତ ଯେହେତୁ ଦେଖିବା ଆଜି ମୁଁ ଏଇଟା କାଟି ସାରି ପାରିବିନି ତ ବହୁତ ଦିନ ତ କାଟା ହେଇନି ମାନେ କାଟି ନାହିଁ କେବେ ଆଗରୁ କାଟିଛି କିନ୍ତୁ ବହୁତ ବର୍ଷ ହେଲା ମୁଁ ଆଉ ଏତେ କାଟି ନାହିଁ ତ ଏଇଟା ମୁଁ ଖାଲି କାଟିବା ପାଇଁ ଆସିଛି ତ ଠିକ୍ ଅଛି ଓକେ ପୁଣି ଯେଉଁ ଭାଇମାନେ ମୋର ନୂଆ କରିକି ଅଛନ୍ତି ମୋ ଭିଡ଼ିଓରେ ତ ଆପଣମାନେ ଗୋଟେ ଲାଇକ୍ କରିଦେବେ ଯଦି ଭିଡ଼ିଓକୁ ଆପଣମାନେ ଭଲ ଲାଗୁଛି ତ ଗୋଟେ ସବସ୍କ୍ରାଇବ୍ କରିଦେବେ ତ ଠିକ୍ ଅଛି ପୁଣି ନେକ୍ସଟ ଭିଡ଼ିଓରେ ଦେଖାଯିବ।